ଆମେ ଯେତେବେଳେ ଛୋଟ ଥିଲୁ ନନା ବୋଉ ଯଦି ଭୋଜି ଖାଇ ଯାଆନ୍ତି ତାଙ୍କ ସାଙ୍ଗରେ ଆମେ ମଧ୍ୟ ଭୋଜି ଖାଇ ଯାଉ। ଭୋଜିରେ ସେତେବେଳେ କ'ଣ ହେଉଥିଲା ନା ମିଠା ଖେଚୁଡ଼ି ସାଙ୍ଗକୁ ଶାଗୁର ପାୟସ ତିଆରି ହେଉଥିଲା। ଲୋକମାନେ ସବୁ ଖାଇ ବସିଲେ ମିଠା ଖେଚୁଡ଼ି ଦିଆ ହୁଏ, ତା ଉପରେ ଶାଗୁର ପାୟସ ଟିକେ ପକା ହୁଏ। ଯଦି ସେ ଖାଇବା ସରିଯାଏ ଫେର ଆଉ ଥରେ ଡାକନ୍ତି, ଯଦି ଖାଇବାକୁ ଥାଏ ଆଉ ନେଇକିରି ତାହେଲେ ଡାକନ୍ତି ଏ ତସ୍ମି ଟିକେ ଦିଅ, ତସ୍ମି ଟିକେ ଦିଅ। ଯେଉଁ ବାଡ଼ିଆ ଲୋକମାନେ କ'ଣ କରନ୍ତି, ଆଣିକି ମିଠା ଖେଚୁଡ଼ି ଟିକେ ଦିଅନ୍ତି, ତା ଉପରେ ସେଇ ଶାଗୁର ପାୟସ ଟିକେ ପକାନ୍ତି। ହେଲେ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରୁନି ତା ଦେହରୁ ମିଠା ଖେଚୁଡ଼ି ନା ତସ୍ମି ନା ଶାଗୁ ପାୟସ ନା ତସ୍ମି। ଆଜି ପର୍ଯ୍ୟନ୍ତ ମୁଁ ଭାବୁଛି ଯେଉଁ ତସ୍ମି କା ନା ମିଠା ଖେଚୁଡ଼ି ନା କି ଶାଗୁ ପାୟସ ନା। ଯଦି ଆପଣମାନେ ଜାଣିଥିବେ ତାହେଲେ କମେଣ୍ଟରେ ନିଶ୍ଚୟ ଜଣେଇବେ ଶାଗୁ ପାୟସଟା ନା ତସ୍ମି ନା ମିଠା ଖେଚୁଡ଼ି ନା ତସ୍ମି। ନିଶ୍ଚୟ କମେଣ୍ଟ କରିବେ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ।